ଏବେ ଯେମିତି ଖରା ହେଉଛି ନା, ଯେକୌଣସି ବ୍ୟକ୍ତି ଯଦି ଉପବାସ କରେ ନିଶ୍ଚିତ ଭାବରେ ତାକୁ ବହୁତ ହି ୱିକ୍ ଆଉ ଟାୟାର୍ଡ଼ ଫିଲ୍ ହେବ। କିନ୍ତୁ ଉପବାସ ଦିନମାନଙ୍କରେ ଏମିତି ଯଦି ଥଣ୍ଡା ଥଣ୍ଡା କ୍ରିମି ଆଉ ଟେଷ୍ଟି ପଣା ବନେଇକି ଗୋଟେ ଗ୍ଲାସ୍ ପିଇ ନେବେ ତାହେଲେ ବିଲକୁଲ ବି ଟାୟାର୍ଡ଼ ବା ୱିକ୍ ଫିଲ୍ କରିବେନି। ଆଗକୁ ଯେହେତୁ ସାବିତ୍ରୀ ବ୍ରତ ଆସୁଛି ଆଉ ପ୍ରାୟ ସଧବା ନାରୀମାନେ ଏହି ଦିନମାନଙ୍କରେ ଉପବାସ କରିଥାନ୍ତି, ସେଥିପାଇଁ ମୁଁ ଆଜି ଆପଣମାନଙ୍କ ପାଇଁ ଶାଗର ଗୋଟେ ପଣାର ରେସିପି ନେଇକି ଆସିଛି। ଏଥିରେ ଶାଗୁ ଆମେ ୟୁଜ୍ କରିବା କିନ୍ତୁ କେହି ବି ଜାଣିପାରିବେନି ଏଥିରେ ଶାଗୁ ପଡ଼ିଛି ବୋଲି। ଯେଉଁମାନେ ଶାଗୁ ଖାଇବା ପାଇଁ ପସନ୍ଦ କରୁନଥିବେ ସେମାନେ ମଧ୍ୟ ଖୁସିରେ ଏହି ପଣାକୁ ପିଇପାରିବେ। ସେଥିପାଇଁ ଆପଣମାନେ ଭିଡ଼ିଓକୁ ନିଶ୍ଚିତ ଭାବରେ ପୁରା ଦେଖନ୍ତୁ। ରେସିପି ଯଦି ଭଲ ଲାଗେ ଲାଇକ୍ ଓ ସେୟାର କରିବେ। ଚ୍ୟାନେଲରେ ନୂଆ ଥିଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ ଆଉ ଯଦି ଫେସବୁକ୍ ପେଜ୍ରେ ଦେଖୁଥିବେ ପ୍ଲିଜ୍ ଫଲୋ କରିବେ। ତାହେଲେ ଚାଲନ୍ତୁ ରେସିପିକୁ ଷ୍ଟାର୍ଟ କରିନେବା। ନମସ୍କାର, କିଚେନ୍ ସିଦ୍ଧଲକ୍ଷ୍ମୀକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ରେସିପି ବନେଇବା ପାଇଁ ପ୍ରଥମେ ତ ଏଠି ଦେଖନ୍ତୁ ମୁଁ ଗୋଟେ ଗ୍ରାଇଣ୍ଡର ଜାର୍ ନେଇଯାଇଛି। ଆଉ ଏଇଠି ଦେଖନ୍ତୁ ମୁଁ ଗୋଟେ କପ୍ ଶାଗକୁ ନା ଓଭରନାଇଟ୍ ସୋକ୍ କରିକି ରଖିଥିଲି। ଶାଗ ଏଇଠି ବଢ଼ିଆ ଭାବରେ ବତୁରି ଯାଇଛି, ପୁରା ମେସ୍ ହେଇଯାଉଛି। ଆପଣମାନେ ଚାହିଁଲେ ଶାଗକୁ 2-3 ଘଣ୍ଟା ପାଇଁ ବତୁରିକି ଏହି ରେସିପିରେ ୟୁଜ୍ କରିପାରିବେ। ଶାଗୁ ଯେତିକି ମୁଁ ଏଇଠି ୟୁଜ୍ କରିଛି ନା ସେତିକିରେ 4 ଜଣଙ୍କ ପାଇଁ ଆପଣମାନେ ଆରାମସେ ପଣା ବନେଇକି ରେଡ଼ି କରିପାରିବେ। ସେହି ଅନୁସାରେ ଆପଣମାନେ ଆବଶ୍ୟକତା ଅନୁସାରେ ଶାଗର ପରିମାଣକୁ କମ୍ ବେଶୀ କରିପାରିବେ। ତା ସହିତ ଏଇଠି ଦେଖନ୍ତୁ ମୁଁ ଗୋଟେ ବାଉଲ୍ ଫ୍ରେଶ୍ ଦହି ନେଇଛି। ଯେତିକି ପରିମାଣରେ ଶାଗୁ ନେଉଛନ୍ତି ସେହି ଅନୁସାରେ ଦହି ନିଅନ୍ତୁ, ଦେଖିବେ ପଣା ପୁରା ପରଫେକ୍ଟ ତିଆରି ହେବ। ପଣାର ସ୍ୱାଦକୁ ଆହୁରି ବଢ଼ାଇବା ପାଇଁ ଏଇଠି ଦେଖନ୍ତୁ ମୁଁ ଗୋଟେ କଦଳୀକୁ ରଫଲି କାଟିକି ରଖିଛି। 6-7ଟା ଆଲମଣ୍ଡ ଆଉ କାଜୁକୁ ମୁଁ ଓଭରନାଇଟ୍ ସୋକ୍ କରିକି ରଖିଥିଲି। ଏଇଠି ଆଲମଣ୍ଡର ଚୋପାକୁ ମୁଁ ଛଡ଼େଇକି ରଖିଛି। ତା ସହିତ ଏଇଠି ଦେଖନ୍ତୁ 2ଟି ଗ୍ରୀନ୍ ଗୁଜୁରାତି ଆଉ 7-8ଟା ଗୋଲମରିଚ ମଧ୍ୟ ରଖିଛି। ଏସବୁକୁ ଆମେ ଗ୍ରାଇଣ୍ଡର ଜାର୍ରେ ଏଡ଼୍ କରିନେବା। ମିଠା ପାଇଁ ଏଇଠି ମୁଁ ଆବଶ୍ୟକତା ଅନୁସାରେ ମିଶ୍ରିକୁ ନା ପାଣିରେ ବତୁରେଇକି ରଖିଦେଇଥିଲି। ଯେହେତୁ ମିଶ୍ରି ପାଣି ପେଟ ବହୁତ ଥଣ୍ଡା କରେ, ସେଥିପାଇଁ ଏଇଠି ମୁଁ ମିଶ୍ରି ୟୁଜ୍ କରିଛି। ଆପଣମାନେ ଯଦି ମିଶ୍ରି ୟୁଜ୍ କରିବା ପାଇଁ ଚାହୁଁନଥିବେ ତାହେଲେ ଏହା ଜାଗାରେ ଗୁଡ଼ କିମ୍ବା ଚିନି ମଧ୍ୟ ୟୁଜ୍ କରିପାରିବେ। ଏହି ମିଶ୍ରି ପାଣିରୁ ମୁଁ ଏଥିରେ ଅଳ୍ପ ଏଡ଼୍ କରି ନେଉଛି। ଏବେ ଏହାକୁ ଆମେ କଭର୍ କରିକି ଏହାର ଗୋଟେ ସ୍ମୁଥ୍ ପେଷ୍ଟ ବନେଇକି ନେଇ ଆସିବା। ଏଇଠି ଦେଖନ୍ତୁ ସବୁ ଜିନିଷକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିକି ମୁଁ ତାର ପ୍ୟୁରି ବନେଇକି ନେଇ ଆସିଛି। ଏମିତି ସ୍ମୁଥ୍ କରିକି ଆପଣମାନେ ଏହାକୁ ଭଲ ଭାବରେ ଗ୍ରାଇଣ୍ଡ କରିନେବେ, ଯାହାଫଳରେ ପଣାର କନସିଷ୍ଟେନ୍ସିଟା ବଢ଼ିଆ ରହିବ ପିଇବା ପାଇଁ। ଏବେ ଏହାକୁ ଆମେ ଗୋଟେ ମିକ୍ସିଂ ବାଉଲକୁ ବାହାର କରିନେବା। ସେଥିପାଇଁ ଏଠି ଦେଖନ୍ତୁ ମୁଁ ଗୋଟେ ମିକ୍ସିଂ ବାଉଲ ନେଇଯାଇଛି। ଏବେ ଆମେ ବନେଇଥିବା ପ୍ୟୁରିକୁ ଏଥିରେ ଏଡ଼୍ କରିନେବା। ଏବେ ଆମେ ଏଥିରେ କିଛି କଟା ହୋଇଥିବା ଫଳକୁ ଏଡ଼୍ କରିବା। ଫଳରେ ଏଇଠି ଦେଖନ୍ତୁ ମୁଁ ଗୋଟେ ଡାଳିମ୍ବର ମଞ୍ଜି ସବୁକୁ ବାହାର କରି ରଖିଛି, ଗୋଟେ କଦଳୀକୁ ସ୍ଲାଇସ୍ କରିକି କାଟିକି ରଖିଛି, ତା ସହିତ କିଛି ଅଙ୍ଗୁର, ଗୋଟେ ଆପେଲ୍ ଆଉ କିଛି ଆମ୍ବର ପଲ୍ପକୁ ଏମିତି ଛୋଟ ଛୋଟ କରି କାଟିକି ରଖିଛି। ଏଇଠି ଦେଖନ୍ତୁ ମୁଁ ନେଇଥିବା ଯେକୌଣସି ଫଳରୁ ଆପଣମାନଙ୍କୁ ଯଦି କେଉଁଟା ବି ପସନ୍ଦ ନଥିବ ବା ଆପଣମାନଙ୍କ ପାଖରେ ନଥିବ ତାହେଲେ ସେଇଟା ଆପଣମାନେ ସ୍କିପ୍ କରିପାରିବେ ଆଉ ନିଜ ପସନ୍ଦର ଯେକୌଣସି ଫଳ ମଧ୍ୟ ଏହି ପଣାରେ ଏଡ଼୍ କରିପାରିବେ। ଏବେ ଆମେ ରଖିଥିବା ସବୁ କଟା ହୋଇଥିବା ଫଳରୁ ନା ଅଳ୍ପ ଅଳ୍ପ ଗାର୍ନିସିଂ ପାଇଁକି ରଖିବା ଆଉ ସବୁକୁ ଏବେ ମିକ୍ସିଂ ବାଉଲକୁ ଏଡ଼୍ କରିନେବା। ପଣାର ସ୍ୱାଦକୁ ଆହୁରି ବଢ଼ାଇବା ପାଇଁ ଏଇଠି ଦେଖନ୍ତୁ ମୁଁ କିଛି ଛେନା ନେଇଛି। ଏଇଟା ଘର ତିଆରି ଫ୍ରେଶ୍ ଛେନା ଅଛି, ଏହାକୁ ମଧ୍ୟ ଆମେ ଏହି ମିକ୍ସିଂ ବାଉଲରେ ଏଡ଼୍ କରିନେବା। ତା ସହିତ ଏଇଠି ଦେଖନ୍ତୁ ମୁଁ କିଛି ଚିଆ ସିଡ୍ସକୁ ମଧ୍ୟ ପୂର୍ବରୁ ରାତିରେ ବତୁରେଇକି ରଖିଥିଲି। ଆପଣମାନେ 1 ଘଣ୍ଟା ପାଇଁ ଚିଆ ସିଡ୍ସ ବା ସବ୍ଜମଞ୍ଜିକୁ ବତୁରେଇକି ଏହି ପଣାରେ ଏଡ଼୍ କରିପାରିବେ। ଆପଣମାନଙ୍କ ପାଖରେ ଯଦି ନଥିବ ଏଇଟାକୁ ମଧ୍ୟ ସ୍କିପ୍ କରିପାରିବେ। ଏବେ ସବୁ ଜିନିଷକୁ ଆମେ ଭଲ ଭାବରେ ପୁରା ମିଶାଇ ନେବା, ଯେମିତି ସବୁ ଜିନିଷ ବଢ଼ିଆ ଭାବରେ ମିଶିଯିବ। ଏଇଠି ଦେଖନ୍ତୁ ପଣାର କନସିଷ୍ଟେନ୍ସିଟା ନା ମୋତେ ଟିକେ ବହଳିଆ ଲାଗୁଛି ଆଉ ଏଇଠି ମୁଁ ଟେଷ୍ଟ ମଧ୍ୟ କରିଥିଲି, ଏଇଟା ମିଠା ଟିକେ କମ୍ ଥିଲା। ସେଥିପାଇଁ ଏଇଠି ଦେଖନ୍ତୁ ଆମେ ଯେଉଁ ମିଶ୍ରି ପାଣି ବନେଇକି ରଖିଥିଲେ ନା ସେଇ ପାଣିରୁ ଏଇଠି ଆଉ ଅଳ୍ପ ଟିକେ ଏଡ଼୍ କରିନେବା, ଯାହାଫଳରେ ପଣାର କନସିଷ୍ଟେନ୍ସିଟା ମଧ୍ୟ ପୁରା ପରଫେକ୍ଟ ହେଇଯିବ। ପଣାଟା ଯେହେତୁ ଥଣ୍ଡା ଥଣ୍ଡା ପିଇବା ପାଇଁ ଭଲ ଲାଗେ, ଲାଷ୍ଟରେ ଏଇଠି ଦେଖନ୍ତୁ ମୁଁ କିଛି ଆଇସ୍ କ୍ୟୁବ୍ ମଧ୍ୟ ଏଡ଼୍ କରି ନେଇଛି। ଏବେ ଏହାକୁ ଆମେ ପୁଣି ଥରେ ଭଲ ଭାବରେ ମିଶାଇ ନେଲା ପରେ ଏଇଠି ଆମର ଟେଷ୍ଟି କ୍ରିମି ଆଉ ହେଲ୍ଦି ପଣା ସର୍ଭ କରିବା ପାଇଁ ବିଲକୁଲ ରେଡ଼ି ହେଇଯାଇଛି। ଏବେ ଚାଲନ୍ତୁ ଏହାକୁ ଆମେ ଗୋଟେ ସର୍ଭିଂ ଗ୍ଲାସ୍ରେ ସର୍ଭ କରିନେବା। ଯେକୌଣସି ଜିନିଷ ହେଉନା କାହିଁକି ଖାଇବାର ଇଣ୍ଟରେଷ୍ଟଟା ସେତେବେଳେ ଅଧିକ ବଢ଼ିଯାଏ ଯେତେବେଳେ ଏଇଟା ଆଖିକୁ ମଧ୍ୟ ସୁନ୍ଦର ଦେଖାଯାଏ। ସେଥିପାଇଁ ଏଇଠି ଦେଖନ୍ତୁ ପଣାକୁ ସର୍ଭିଂ ଗ୍ଲାସ୍ରେ ସର୍ଭ କରିନେଲା ପରେ ନା ମୁଁ କଟା ହୋଇଥିବା ସେଉ, କଦଳୀ, ଅଙ୍ଗୁର ଆଉ ଅଳ୍ପ ଛେନା, ତା ସହିତ ଏଇଠି ମୁଁ ଅଳ୍ପ କିଛି କାଜୁ ଆଉ କିସମିସକୁ ଏଡ଼୍ କରିକି ମଧ୍ୟ ଏହାକୁ ସୁନ୍ଦର ଭାବରେ ଗାର୍ନିଶ୍ କରିନେଉଛି। ଆପଣମାନେ ନିଜ ପସନ୍ଦ ଅନୁସାରେ ଏହାକୁ ଭଲ ଭାବରେ ଗାର୍ନିଶ୍ କରିନେଇପାରିବେ। ଏଇଠି ଦେଖନ୍ତୁ ଆମର ସୁନ୍ଦର ଟେଷ୍ଟି ଆଉ ହେଲ୍ଦି ପଣା ବିଲକୁଲ ପିଇବା ପାଇଁ ରେଡ଼ି ହେଇଯାଇଛି। ଆପଣମାନେ ଏହି ସାବିତ୍ରୀରେ ଏମିତି ଥରେ ପଣା ବନେଇକି ପିଇକି ଦେଖିବେ, ଆପଣମାନଙ୍କୁ ବିଲକୁଲ ବି ଟାୟାର୍ଡ଼ ବା ୱିକ୍ ଫିଲ୍ ହେବନି। ଖାଲି ସାବିତ୍ରୀ ବା ଉପବାସ ଦିନମାନଙ୍କରେ କାହିଁକି ଖରାଦିନେ ଯେକୌଣସି ଟାଇମ୍ରେ ଆପଣମାନେ ଯଦି ଏହାକୁ ଥରେ ପିଇ ନେବେ ନା ବହୁତ ହି
रिफ्रेशिंग फील करेंगे से रेसिपी को आप निश्चय थे ट्राए करेंगे आउ केमी लगे मत कमेंट सेक्शन में निजर मतामत जनवाई जमा भी भूलें। माँ लक्ष्मी समस्त घर मंगल करूँ यही कामना सहित आज रोचे पुणी आसबि आउ एक नुआ रेसिपी नहीं कि से पर्यंत स्टे सेफ स्टे हेल्दी। जय माँ लक्ष्मी।